ମୁଁ ଈଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ ଯାହା କହିବି ସବୁ ସତ କହିବି, ସତ ବ୍ୟତୀତ ଅନ୍ୟ କିଛି କହିବି ନାହିଁ। ଏ ପ୍ରକାର ଶପଥ ପାଠ କେଉଁମାନେ କରିଥାନ୍ତି, କେଉଁଠି କରିଥାନ୍ତି? ଅଦାଲତରେ, କୋର୍ଟ ରୁମ୍ରେ, ଓକିଲଙ୍କ ଉପସ୍ଥିତିରେ, ଜଜ୍ଙ୍କ ସାମ୍ନାରେ, କାଠଗଡ଼ାରେ ଛିଡ଼ା ହେଇକରି ମୁଦାଲା, ପ୍ରତିପକ୍ଷ, ସାକ୍ଷୀମାନେ ଏଇଭଳିଆ ଶପଥ ପାଠ କରିଥାନ୍ତି, ପୁଣି ଈଶ୍ୱରଙ୍କ ନାଁରେ। ଆଉ ଯେତେବେଳେ ଶପଥ ପାଠ କରିଥାନ୍ତି ସେମାନେ ଗୀତା, ବାଇବେଲ, କୋରାନ ଏଇଭଳିଆ ଧର୍ମ ପୁସ୍ତକକୁ ଛୁଇଁକରି ଶପଥ ପାଠ କରିଥାନ୍ତି। ତେବେ ସେମାନେ କାହିଁକି ଶପଥ ପାଠ କରିଥାନ୍ତି? ସତ କହିବା ପାଇଁ, କିନ୍ତୁ ଡାହା ମିଛ କହିଥାନ୍ତି। ଓକିଲ ଯାହା କହିଥାଏ ସେଇ କଥାକୁ ସେମାନେ ସେଠି ବାନ୍ତି କରିଥାନ୍ତି। ତାଙ୍କର ଚାରା କ'ଣ? ଚୋରି କରିଛନ୍ତି, ଡକାୟତ କରିଛନ୍ତି, ମର୍ଡର କରିଛନ୍ତି, ରେପ୍ କରିଛନ୍ତି, ବ୍ୟାଙ୍କ ଲୁଟିଛନ୍ତି, ଆଉ ସତ କହିବେ? ସତ କହିଲେ ତାର ପରିଣାମ କ'ଣ ସେମାନେ ଜାଣିନାହାନ୍ତି? ଜାଣିଛନ୍ତି। ତେଣୁ ନିଜକୁ ବଞ୍ଚେଇବାକୁ ପଡ଼ିବ। ଆତ୍ମରକ୍ଷା ପାଇଁ ସେମାନେ ମିଥ୍ୟାର ଆଶ୍ରୟ ନେଇଥାନ୍ତି। ତେବେ ଗୋଟେ ପ୍ରଶ୍ନ ଉଠୁଛି, ଯେମାନେ ମିଥ୍ୟା କୁହନ୍ତୁ କିନ୍ତୁ ଈଶ୍ୱରଙ୍କ ନାଁରେ ଆଉ ଧର୍ମ ପୁସ୍ତକ ଛୁଇଁକରି ମିଥ୍ୟା କହୁଛନ୍ତି, ସେ କଥାଟିକୁ ଆମେ ଆଲୋଚନା କରିବା। ଆଉ ଗୋଟିଏ ପ୍ରକାର ଶପଥ ପାଠ ମଧ୍ୟ ଆପଣ ଦେଖିଥିବେ ବା ଶୁଣିଥିବେ। ସେଇଟା କେଉଁମାନେ କରିଥାନ୍ତି? ଯେ ମୁଁ ଈଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ ଭାରତର ସାର୍ବଭୌମତ୍ୱକୁ ମୁଁ ଅକ୍ଷୁର୍ଣ୍ଣ ରଖିବି, ଆଉ ଭାରତର ସମ୍ବିଧାନ ପ୍ରତି ମୁଁ ଆନୁଗତ୍ୟ ପ୍ରକାଶ କରିବି। ଏଇଭଳିଆ ଶପଥ ପାଠ କେଉଁମାନେ କରିଥାନ୍ତି? ଯେଉଁମାନେ ସାମ୍ବିଧାନିକ ପଦପଦବୀରେ ଥାଆନ୍ତି। ସେମାନେ ସବୁ କିଏ? ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀମାନେ, ବିଚାରପତିମାନେ, MLA, MP, ଏଇଭଳିଆ ସବୁ ଯେଉଁମାନେ ବଡ଼ ବଡ଼ିଆ ଲୋକ, ସେଇମାନେ ଏଇଭଳିଆ ସବୁ ଶପଥ ପାଠ କରିଥାନ୍ତି। ତେବେ ଆପଣ ସମୀକ୍ଷା କରନ୍ତୁ ଭାରତର ଇତିହାସ, ରାଜନୀତି, ନ୍ୟାୟିକ ବ୍ୟବସ୍ଥା, ବିଚାର ବ୍ୟବସ୍ଥା, ଏସବୁ ଅନୁଧ୍ୟାନ କରିକି କୁହନ୍ତୁ ଯେ ପ୍ରକୃତରେ ସମ୍ବିଧାନକୁ ଏମାନେ କେତେ ସମ୍ମାନ ଦିଅନ୍ତି, କେତେ ଉଲ୍ଲଙ୍ଘନ କରନ୍ତି। ଆପଣ ଯେଉଁ ଦଳ ବଦଳ ଦେଖୁଛନ୍ତି ସବୁବେଳେ, ଆଉ ଯେଉଁ ପାର୍ଲାମେଣ୍ଟରେ ଆଉ ଆସେମ୍ବଲି ଭିତରେ ଯେଉଁ ପ୍ରକାର ଏମାନଙ୍କର ଆଚାର ବ୍ୟବହାର ସବୁ ଆପଣ ଦେଖୁଛନ୍ତି। ତେଣୁ ସମ୍ବିଧାନ ପ୍ରତି ଏମାନଙ୍କର ଆନୁଗତ୍ୟ କେତେ, ସେଇଟା ଆପଣମାନେ ଆପଣଙ୍କର ମନ୍ତବ୍ୟରେ ରଖନ୍ତୁ। ଏଇ ଭିଡ଼ିଓରେ ମୁଁ ଜାଣିବାକୁ ଚାହୁଁଛି ଯେ ଈଶ୍ୱରଙ୍କ ନାଁ ନେଇକରି, ଧର୍ମ ପୁସ୍ତକ ଛୁଇଁକରି ଏମାନେ କାହିଁକି ଅଦାଲତକୁ ମିଛ କହନ୍ତି, ଜନସାଧାରଣଙ୍କୁ କାହିଁକି ଠକନ୍ତି? କେଉଁଠୁ ଆରମ୍ଭ ହେଲା ଏହି ସବୁ ବ୍ୟବସ୍ଥା? ଭାରତ ଯେତେବେଳେ ପରାଧୀନ ଥିଲା ସେହି ସମୟରେ ବ୍ରିଟିଶ ଆଇନ କାମ କରୁଥିଲା। ବ୍ରିଟିଶର ଯେଉଁ ବିଚାର ବ୍ୟବସ୍ଥା ଥିଲା, ସେହି ସମୟରେ କ'ଣ ଭାରତୀୟମାନେ ଅପରାଧ କରୁନଥିଲେ? କରୁଥିଲେ, ଏବଂ ସେମାନଙ୍କର ମଧ୍ୟ ବିଚାର ଚାଲୁଥିଲା। ଯେତେବେଳେ ସେମାନେ କାଠଗଡ଼ାରେ ଛିଡ଼ା ହେଉଥିଲେ, ସେମାନେ ଆକ୍ଚୁଆଲି ବ୍ରିଟିଶ ଆଇନ କ'ଣ ବୁଝୁନଥିଲେ କି ବ୍ରିଟିଶରମାନଙ୍କୁ ସମ୍ମାନ କରୁନଥିଲେ। ତେଣୁ ବ୍ରିଟିଶରମାନେ ଦେଖିଲେ ଯେ ଭାରତୀୟମାନଙ୍କ ଠାରୁ ସତଟା କେମିତି ବାହାର କରାଯିବ। ଏମାନେ ତ ଆଇନ କିଛି ବୁଝନ୍ତିନି କି ଆଇନକୁ ସମ୍ମାନ କରୁନାହାନ୍ତି, କିନ୍ତୁ ସେମାନେ ଜାଣିବାକୁ ପାଇଲେ ଯେ ସବୁ ଭାରତୀୟମାନେ ଈଶ୍ୱର ବିଶ୍ୱାସୀ ଏବଂ ଧର୍ମ ଭୀରୁ। ତେଣୁ ସେମାନେ ଗୋଟେ ଇଣ୍ଡିଆନ୍ ଓଥ୍ ଆକ୍ଟ 1873 ଆଣିଲେ। ସେଇ ଆକ୍ଟ ଅନୁଯାୟୀ ଯେଉଁ ଭାରତୀୟମାନେ ଯାଉଥିଲେ କାଠଗଡ଼ାରେ ଛିଡ଼ା ହେଇକରି, ସେମାନେ ନିଜ ନିଜର ଈଶ୍ୱରଙ୍କ ନାଁ ନେଇକରି ଧର୍ମ ପୁସ୍ତକ ଛୁଇଁକରି, ଯେମିତି ଗୀତା, ବାଇବେଲ, କୋରାନ କି ଗୁରୁ ଗ୍ରନ୍ଥ ସାହେବ କି ଗଙ୍ଗା ଜଳ, ଏଇସବୁ ଛୁଇଁକରି ସେମାନେ ଶପଥ ପାଠ କରୁଥିଲେ। କିନ୍ତୁ ତଥାପି ଠକିବା ଆରମ୍ଭ କଲେ। ତାପରେ ଭାରତ ସ୍ୱାଧୀନ ହେଲା ଏବଂ 1969 ମସିହାରେ ଏଇ ଇଣ୍ଡିଆନ୍ ଓଥ୍ ଆକ୍ଟଟାକୁ ଚେଞ୍ଜ କରିଦିଆଗଲା। ମାନେ ଏଥିରେ ଯେଉଁ ଚେଞ୍ଜ ଆସିଲା କ'ଣ, ଖାଲି ଈଶ୍ୱରଙ୍କ ନାଁରେ ଆଉ ଶପଥ ପାଠ ହେବନି। କାରଣ ବହୁତ ଲୋକ ଅଛନ୍ତି ଈଶ୍ୱରଙ୍କୁ ମାନୁନାହାନ୍ତି, ବିଶ୍ୱାସ କରୁନାହାନ୍ତି। ତେଣୁ ସେମାନେ 3 ପ୍ରକାର ଓଥ୍ ଆଣିଲେ। ଗୋଟେ ହେଲା ଈଶ୍ୱରଙ୍କ ନାଁରେ ଯେଉଁ ଶପଥ ପାଠ, ତାକୁ ହେଲା ଓଥ୍। ଯେଉଁମାନେ ସତ୍ୟ ନିଷ୍ଠା ନାଁରେ ଶପଥ ପାଠ କଲେ ତାକୁ ହେଲା ଆଫର୍ମେସନ୍। ଆଉ ଯେଉଁମାନେ ସଂକଳ୍ପ ବା ପ୍ରତିଜ୍ଞା କଲେ ତାକୁ ହେଲା ପ୍ଲେଜ୍। ତେଣୁ ଯେତେ ପ୍ରକାର ଶପଥ ପାଠ ହେଉଛି କୋର୍ଟରେ ବା ଅନ୍ୟାନ୍ୟ ସ୍ଥାନରେ, ପ୍ରାୟତଃ 99% ଈଶ୍ୱରଙ୍କ ନାଁରେ ଶପଥ ପାଠ କରାଯାଉଛି ଏବଂ ବିଚାର ଚାଲୁଛି, ସାକ୍ଷ୍ୟ ପ୍ରମାଣ ହେଉଛି, ଏକ୍ଜାମିନେସନ୍, କ୍ରସ୍ ଏକ୍ଜାମିନେସନ୍, ତାପରେ ଜଜମେଣ୍ଟ ଆସୁଛି। ଆସିଲା ପରେ ଯେଉଁ ଫଳ ବାହାରୁଛି ସେଇଟା କେତେ, এইটাକୁ ଆମେ ଟିକେ ସମୀକ୍ଷା କରିବା।
भारतवर्ष परी केते गुड़े एशियन कंट्री अच्छी जमीक जापान, चाइना, साउथ कोरिया एमानकर मध्य सेमती विचार व्यवस्था अच्छी एवं शपथ पाठ व्यवस्था अच्छी। जापान रे सेमाने ईश्वर को नारे शपथ पाठ करते नहीं देखंतु। चाइना रे सेमाने ईश्वर को नारे शपथ पाठ करता नहीं देखंतु। साउथ कोरिया रे मध्य सेमाने ईश्वर को नारे शपथ पाठ करते नहीं देखंतु। ताले कोउथरे सेमाने शपथ पाठ करती? विवेक नारे। किंतु मु कहली ना जे भारत रे 99% लोक ईश्वर को नारे शपथ पाठ करती। भारत रे विचार सरिला परे कन्विक्शन रेट केते 50%, जापान रे 99%, चाइना रे 99%, साउथ कोरिया रे 95%। तेणु रिजल्टा कौन देखले तो? तेणु एबे कहंतु जे जो भारतर जो न्यायिक व्यवस्था अच्छी, विचार व्यवस्था अच्छी, सेठी सत बाहर करने को हेले कहार आवश्यकता रही? ईश्वरंकर, धर्म ग्रंथर, विवेकर ना प्रमाणर? आपणकर उत्तर अपेक्षा। धन्यवाद, नमस्कार।